ମୋର ନା କାନୁ ମହାଙ୍ଗୁଳ। ଏଇଟା ତ ଅମରକୋଟ ପେଣ୍ଡାଣି ଲାଠି ଏଠି ଆସୁଛନ୍ତି ଆଜ୍ଞା ବର୍ଷକୁ ଥରେ। ଆଉ ଏଠି ତ ମାନେ ଆଗରେ ଯେଉଁ ପ୍ରକାର ଥିଲା କିଛି ନଥିଲା ଏ ଭିତରେ ଆମେ ଡ୍ରାଇଭର ଭାଇମାନେ ସବୁ ଟିକେ ମାନେ ସବୁ ଯାକ ବାଉଣ୍ଡରୀ ଫାଉଣ୍ଡରୀ ସବୁ କରିକିରି କରୁଥିଲୁ। ମଝିରେ ଏଇ କଲ୍ୟାଣ ମଣ୍ଡପ ହେଲାଠୁ ଭିତରେ ଆଉ ଏଠି ତାଲା ପକାଇଦେଲେ, ଗେଟ୍ ଫେଟ୍ ସବୁ ପକାଇଦେଲେ। ଏଠି ଯେଉଁମାନେ ଆସୁଥିଲେ ଭକ୍ତମାନେ ତାଙ୍କେ ବି ଆସିଲେ ନା। ଏଇ ପୂଜାରୀ ନେଇ ଜଣେ ରହୁଛନ୍ତି, ପୂଜାରୀ ବାବା ଥିଲେ, ତାଙ୍କ ତ ମରିକି ବର୍ଷ ହେଇଗଲା। ଆଉ ଆଙ୍କେ ବହୁତ ପରିସ୍ଥିତି ପୁରା ଖରାପ, ମାନେ ଯିବା ଆସିବା ଲୋକ ରାସ୍ତା ବି ନାହିଁ, କି କିଏ ଯାଉନାହାନ୍ତି କିଏ ଆସୁନାହାନ୍ତି, ତାଙ୍କର ଖର୍ଚ୍ଚ ବାର୍ଚ୍ଚ କିଏ ଦେବା ଲୋକ ବି ନାହିଁ। ଏମିତି ଆମେ ଯେଉଁମାନେ ଭକ୍ତମାନେ ଅଛୁ ସବୁବେଳେ ଆସୁଛୁ, 5-10 ଯାହା ଦେଉଛୁ ଭଗବାନଙ୍କୁ ସେବାରେ ଲଗାଇବା ପାଇଁ, ସେତିକି ଦେଉଛୁ। ସେ ସେତିକିରେ କାମ ଚଲେଇଛି, ଥାଉ କି ନଥାଉ ତାର ଘରରୁ ବି ସେ କିଛି ନା କିଛି କୁଆଡ଼ୁ କେମିତି ତାର ସହଯୋଗ କରି ଲୋକମାନେ ଦେବାଟା ସେ ରଖିକିରି ପୂଜାପତି ଭଲ ମନ୍ଦ କରୁଛି। ଆଉ ଏଠି ଆସିବା ଲୋକ କିଏ ନାହିଁ ଆଜ୍ଞା, ସବୁବେଳେ ଗେଟ୍ ଚାବି ପଡ଼ିଥାଉ। ଜଣେ ବାଳକୃଷ୍ଣ ପଣ୍ଡା ବୋଲିଥିଲେ, ତାଙ୍କେ କାଳ ହେଲା ପରେ ତାଙ୍କେ ଦାୟିତ୍ୱ ଦେଲେ ଆମକୁ। ହେଲେ ଆମେ କାହାକୁ ମାଗୁଥିଲୁ ନ ମାଗୁଥିଲୁ, କିଏ ଆଜି ଦେବି କିଏ କାଲି ଦେବି ବୋଲି ଏମିତି କହୁଥିଲୁ। ମୁଁ ନିଜେ ଜଣେ ପାଖାପାଖି 30 ବର୍ଷ ହେବ ଏବେ କରୁଛି। ଏ ବର୍ଷ ମୋର ଟିକେ ଅସୁବିଧା ଅଛି ବୋଲିକିରି ଡ୍ରାଇଭର ଭାଇମାନଙ୍କୁ ସବୁ କୁହାକୁହି କରିକିରି ଆମେ ଡ୍ରାଇଭର ସଂଘ ସବୁ ପିଢ଼ି ଭଲ ମନ୍ଦ ସବୁ ଜାଗା ଏଇ ବର୍ଷଟା କରୁଛନ୍ତି। ଖାଲି ପେଣ୍ଟିଂ ଯାହା ମନ୍ଦିରର ପୂଜାପତି ସାମାନ ପତ୍ର ସବୁ ଭଲ ମନ୍ଦ କରାକରି ପେଣ୍ଟିଂ ସବୁ ସବୁବେଳେ କରୁଛୁ। ଆଉ ଏଇଠି ତ ଦଶହରା ହେଉଛି ଆଜ୍ଞା ଜୟପୁରରେ, ମାନେ ଏତେ ବର୍ଷ ହେଇଗଲା ଆମେ ବି କେବେ ଦେଖିନୁ ଯେ ଭଗବାନ ଏଇଠି ଗୋଟେ ଅଛନ୍ତି। ଲାଇଟ୍ କିଏ ଲିଚୁ କିଏ କ'ଣ କିଛି ଦେବାଟା କିଏ ନାହିଁ, କିଏ ଦେଖିବାଟା କିଏ ଆସୁନ ହୁଏ ନାହାନ୍ତି। ଦରକାର ପଡ଼ିଲେ ଆସୁଛନ୍ତି ପୂଜାପତି ଦଶହରା ବେଳକୁ, ଖାଲି ଏମିତି ନିମନ୍ତ୍ରଣ ଫିମନ୍ତ୍ରଣ ଦେଇ ଦେଉଛନ୍ତି, ପଳାଇ ଯାଉଛନ୍ତି। ଏଠି କେମିତି ରହୁଛନ୍ତି କେମିତି ଖାଉଛନ୍ତି କ'ଣ କିଛି କିଏ ବୁଝିବା ଲୋକ ନାହିଁ।